ସ୍ୱାଧ୍ୟାୟର ଅର୍ଥ ହେଉଛି ନିଜେ ଶାସ୍ତ୍ର ଅଧ୍ୟୟନ କରିବା, ନିଜ ମନ, ବୁଦ୍ଧି, ଆଚରଣ ଓ ଆତ୍ମସ୍ୱରୂପକୁ ଅନୁସନ୍ଧାନ କରିବା। ବେଦ, ଉପନିଷଦ, ଗୀତା ଓ ଅନ୍ୟାନ୍ୟ ସଦ୍ଗ୍ରନ୍ଥର ନିୟମିତ ପାଠ, ମନନ ଓ ଜୀବନରେ ତାହାକୁ ପ୍ରୟୋଗ କରିବା। ତେବେ ସ୍ୱାଧ୍ୟାୟ ବିଷୟରେ ସମସ୍ତ ଧର୍ମ ଶାସ୍ତ୍ରରେ କଣ ବର୍ଣ୍ଣନା କରାଯାଇଛି, ଏହାକୁ ଆଜି ଆମେ ଜାଣିବା। ଯଦି ଆପଣମାନେ ଆମ ୟୁଟ୍ୟୁବ ଚ୍ୟାନେଲ ତତ୍ସବିତୁର୍ବରେଣ୍ୟମରେ ନୂଆ ଅଛନ୍ତି, ତେବେ ଏହାକୁ ସବସ୍କ୍ରାଇବ କରନ୍ତୁ। ଆଉ ଭିଡିଓଟି ଯଦି ଆପଣମାନଙ୍କୁ ଭଲ ଲାଗିଛି, ତେବେ ଏହାକୁ ଲାଇକ୍, ସେୟାର ଆଉ କମେଣ୍ଟ କରନ୍ତୁ। ଏବେ ଜାଣିବା ଶାସ୍ତ୍ରରେ ସ୍ୱାଧ୍ୟାୟ ବିଷୟରେ କଣ ବର୍ଣ୍ଣନା କରାଯାଇଛି। ତୈତେରୀୟ ଉପନିଷଦରେ କୁହାଯାଇଛି ସ୍ୱାଧ୍ୟାୟନ୍ମା ପ୍ରମଦଃ, ଅର୍ଥାତ୍ ସ୍ୱାଧ୍ୟାୟରେ କେବେ ବି ପ୍ରମାଦ କର ନାହିଁ। ଏହି ଉପନିଷଦରେ ଗୁରୁ ଶିଷ୍ୟକୁ ଶିକ୍ଷା ସମାପ୍ତି ପରେ ଉପଦେଶ ଦେଉଛନ୍ତି ଯେ ଜୀବନ ସାରା ସ୍ୱାଧ୍ୟାୟ ଜାରି ରଖ। ଭଗବତ ଗୀତାରେ ଅଧ୍ୟାୟ 17-15 ନମ୍ବର ଶ୍ଲୋକରେ ବର୍ଣ୍ଣନା କରାଯାଇଛି ସ୍ୱାଧ୍ୟାୟାଭ୍ୟସନଂ ଚୈବ ବାଙ୍ଗ୍ମୟଂ ତପ ଉଚ୍ୟତେ। ଶାସ୍ତ୍ରର ନିୟମିତ ଅଧ୍ୟୟନ ଓ ଅଭ୍ୟାସ ବାଣୀର ତପସ୍ୟା ବୋଲି କୁହାଯାଏ। ପତଞ୍ଜଳି ଯୋଗ ସୂତ୍ରରେ ବର୍ଣ୍ଣନା କରାଯାଇଛି ଶୌଚ ସନ୍ତୋଷ ତପଃ ସ୍ୱାଧ୍ୟାୟେଶ୍ୱର ପ୍ରଣିଧାନାନି ନିୟମାଃ। ଯୋଗର 5ଟି ନିୟମ ହେଲା ଶୌଚ, ସନ୍ତୋଷ, ତପ, ସ୍ୱାଧ୍ୟାୟ, ଈଶ୍ୱର ପ୍ରଣିଧାନ। ଅର୍ଥାତ୍ ସ୍ୱାଧ୍ୟାୟ ଯୋଗ ସାଧନର ମଧ୍ୟ ଏକ ମୁଖ୍ୟ ଅଂଶ ଅଟେ। ପତଞ୍ଜଳି ଯୋଗ ସୂତ୍ରରେ ଆହୁରି ମଧ୍ୟ ବର୍ଣ୍ଣନା କରାଯାଇଛି ଯେ ସ୍ୱାଧ୍ୟାୟ ଦିଷ୍ଟ ଦେବତା ସଂପ୍ରୟୋଗଃ, ଅର୍ଥାତ୍ ସ୍ୱାଧ୍ୟାୟ ଦ୍ୱାରା ଇଷ୍ଟ ଦେବତାଙ୍କ ସହ ଆତ୍ମିକ ସଂଯୋଗ ସ୍ଥାପିତ ହୋଇଥାଏ। ମନୁସ୍ମୃତିରେ ବର୍ଣ୍ଣନା କରାଯାଇଛି ବ୍ରାହ୍ମ ମୁହୂର୍ତ୍ତରେ ବେଦ ଅଧ୍ୟୟନ, ନିତ୍ୟ ସ୍ୱାଧ୍ୟାୟ ଓ ଜ୍ଞାନ ଚର୍ଚ୍ଚାକୁ ଧର୍ମର ଅଂଶ ବୋଲି କୁହାଯାଇଛି। ଯଜୁର୍ବେଦରେ ବେଦ ପାଠ, ମନ୍ତ୍ର ଜପ ଓ ନିରନ୍ତର ଜ୍ଞାନ ଚର୍ଚ୍ଚାକୁ ସ୍ୱାଧ୍ୟାୟର ଅଂଶ ବୋଲି ବର୍ଣ୍ଣନା କରାଯାଇଛି। ଭାଗବତ ପୁରାଣରେ ମଧ୍ୟ ଭଗବାନଙ୍କର କଥା ଶ୍ରବଣ, କୀର୍ତ୍ତନ, ମନନ ଓ ଆତ୍ମଚିନ୍ତନକୁ ଆଧ୍ୟାତ୍ମିକ ଉନ୍ନତିର ପଥ ବୋଲି କୁହାଯାଇଛି। ଏହା ସ୍ୱାଧ୍ୟାୟର ଏକ ବ୍ୟାପକ ଭାବନା ସହ ସମ୍ବନ୍ଧିତ। ତେବେ ସ୍ୱାଧ୍ୟାୟର ପ୍ରକୃତ ଅର୍ଥ ଏଥିରୁ ଆମେ କଣ ଜାଣିଲେ? ସ୍ୱାଧ୍ୟାୟର ପ୍ରକୃତ ଅର୍ଥ ହେଉଛି ସ୍ୱାଧ୍ୟାୟ କେବଳ ପୁସ୍ତକ ପଢିବା ନୁହେଁ, ବରଂ ଏହା ସହିତ ଏହାର 3ଟା ପଦକ୍ଷେପ ମଧ୍ୟ ଅଛି, ଯେପରି ଶ୍ରବଣ, ଗୁରୁ କିମ୍ବା ଶାସ୍ତ୍ରଙ୍କର ସତ୍ୟକୁ ଶ୍ରବଣ କରିବା, ମନନ, ଶୁଣିଥିବା କଥା ଉପରେ ଗଭୀର ଚିନ୍ତନ କରିବା, ନିଦିଧ୍ୟାସନ, ସେହି ସତ୍ୟକୁ ଜୀବନରେ ପ୍ରୟୋଗ କରିବା। ତେବେ ପ୍ରାଚୀନ ଭାରତୀୟ ଶାସ୍ତ୍ର ଗୁଡିକରେ ସ୍ୱାଧ୍ୟାୟକୁ କେବଳ ପାଠ ପଢା ନୁହେଁ, ବରଂ ଆତ୍ମ ଉନ୍ନତି, ଆତ୍ମ ପରୀକ୍ଷା, ଶାସ୍ତ୍ର ମନନ ଏବଂ ସତ୍ୟକୁ ଜୀବନରେ ଧାରଣ କରିବାର ଏକ ନିତ୍ୟ ସାଧନା ଭାବେ ବର୍ଣ୍ଣନା କରାଯାଇଛି। ଉପନିଷଦ, ଗୀତା, ଯୋଗସୂତ୍ର, ମନୁସ୍ମୃତି ଏବଂ ବେଦ ସମସ୍ତେ ସ୍ୱାଧ୍ୟାୟକୁ ଧାର୍ମିକ, ନୈତିକ ଓ ଆଧ୍ୟାତ୍ମିକ ଜୀବନର ଅପରିହାର୍ଯ୍ୟ ଅଂଶ ବୋଲି ସ୍ୱୀକାର କରିଛନ୍ତି। ଧନ୍ୟବାଦ।